ନା ପ୍ରଦୀପ୍ତ ଆଜି ଅମୁଲ ଓଡ଼ିଶା ପେଜରେ ମୁଁ ସୋୟା ଭୁର୍ଜି ବନେଇବାକୁ ଯାଉଛି। ଏଥିପାଇଁ ମୁଁ ଅମୁଲର ବଟର ଓ ଅମୁଲର ଚିଜ୍ ୟୁଜ୍ କରିବି। ଆସନ୍ତୁ ଦେଖିବ। ଆମେ ଏଠି କିଛି ମାତ୍ରାରେ ବଟର ନେଇଯିବା। ଏବେ ଆମେ ପିଆଜକୁ ଛୋଟ ଛୋଟ ପିସେସରେ କାଟି ଏଠି ଆଡ଼୍ କରିବା। অনিয়ন এটি হালকা ফ্রাই হয়ে যাচ্ছে। ଏବେ ଆମେ ଟମାଟୋ ଆଡ୍ କରିବା।
ଏବେ ଟେଷ୍ଟ ଅନୁଯାୟୀ ସଲ୍ଟ ଦେବା। ଏବେ ଆମେ ସ୍ପାଇସେସ୍ ଆଡ଼୍ କରିବା। ମୁଁ ଏଠି ଜିରା ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ନେଉଛି। ମୁଁ ଏଠି ହଲକା ଟିକେ ପାଣି ଆଡ଼୍ କରୁଛି। ଏବେ ଆକୁ ଆମେ କିଛି ସମୟ କୁକ୍ ହେବା ପାଇଁ ଛାଡ଼ିଦେବା। ଏବେ ଆମେ ଗ୍ରାଇଣ୍ଡ କଲା ସୋୟାବିନ୍ ଆଡ଼୍ କରିବା। मिक्स करवा।
ଏବେ ଆମେ ଏଠି ଚିଜ୍ ଆଡ୍ କରିବା। ମୁଁ ଏଠି ଅମୁଲର ଚିଜ୍ ଆଡ୍ କରିଦେଇଛି। तो ଆମେ କିଛି ସମୟ ପାଇଁ ଛାଡ଼ିଦେବା। ଆମର ସୋୟାବିନ୍ ଭୁଜି ଏଠି ରେଡ଼ି ହୋଇଯାଇଛି। ଏହାକୁ ଆମେ ସର୍ଭ କରିବା। सोयाबीन भुजी आम रेडी हो जाए। अमूल प्रोडक्ट यूज करके ये रेसिपीटा निश्चय ट्राए करेंगे। धन्यवाद।